ଚିନ୍ତାରୁ ମୁକ୍ତି ପାଇବାର ଉପାୟ ଭାଗ 47। ଭୁଲି ଯିବା ଶିଖ। ମୁଁ ନିଜ ଅନୁଭୂତି ଉପରେ କହୁଛି। ଦୁଃଖର ଭାର ଲାଘବ କରିବା କିଛି କଷ୍ଟକର କଥା ନୁହେଁ। ଏହା ଅତି ସହଜ। ପ୍ରଥମେ ଅଭ୍ୟସ୍ତ ହେବା ଲାଗି କିଛି ସମୟ ଲାଗିବ। କିଛି ଅସୁବିଧା ହେବା ମଧ୍ୟ ସମ୍ଭବ। ଅଭ୍ୟସ୍ତ ହେଲା ପରେ ତୁମେ ବଡ଼ ବଡ଼ ଚିନ୍ତାକୁ ମଧ୍ୟ ଫୁଟକି ମାରି ଉଡ଼ାଇ ଦେବ। ଏହିପରି ଭୁଲିଯିବାରେ ତୁମେ ଅଭ୍ୟସ୍ତ ହୋଇଯିବ। ଫଳରେ ଜୀବନକୁ ଦୁଃଖମୟ ଓ ବିଷାକ୍ତ କରୁଥିବା ସବୁ କଥା ତୁମ ଆଗକୁ ଆସିବା ମାତ୍ରେ ଉଭାଇଯିବ। ଏ ସଂସାର ତୁମ ନଜରରେ ଆନନ୍ଦମୟ ହୋଇ ଉଠିବ ଏବଂ ଦୁଃଖ, କଷ୍ଟ, ପୀଡ଼ା, ଅଭାବ ଇତ୍ୟାଦି କୌଣସି ଦୁଷ୍ଟ ଭାବ ତୁମ ମନରେ ରହିବ ନାହିଁ। ଭୁଲିବା ଶିଖ। ଶରୀରର ସ୍ୱାସ୍ଥ୍ୟ ଓ ମନରେ ଶାନ୍ତି ଅଭିଷ୍ଟ ହୋଇଥିଲେ ଭୁଲିବା ଶିଖ। ଚିନ୍ତାରୁ ମୁକ୍ତି ପାଇବାର ସର୍ବଶ୍ରେଷ୍ଠ ଉପାୟ ହେଉଛି ଦୁଃଖକୁ ଭୁଲିଯିବା। କ୍ରମଶଃ ଆଗାମୀ ଭାଗରେ ଆହୁରି ଆଗକୁ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।